ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସମୟର ଆବଶ୍ୟକତା ଅନୁଯାୟୀ ଉଦ୍ୟୋଗ ଏବଂ ଲୋକତନ୍ତ୍ର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକାର ବୋଷ୍ଟନ ଏବଂ ଲସ୍ ଆଞ୍ଜେଲ୍ସରେ 2ଟି ନୂଆ ଭାରତୀୟ ବାଣିଜ୍ୟିକ ଦୂତାବାସ ଖୋଲିବା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ସୁପ୍ରିମକୋର୍ଟ କହିଛନ୍ତି, ବ୍ୟକ୍ତିଗତ ଭାବରେ ଶିଶୁମାନଙ୍କ ସହ ଜଡ଼ିତ ଅଶ୍ଳୀଳ ଭିଡିଓ ଦେଖିବା ପକ୍ସୋ ଆଇନର ଉଲ୍ଲଂଘନ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନିମନ୍ତେ ରାଞ୍ଚିରେ ପହଞ୍ଚିଲେ ନିର୍ବାଚନ ଆୟୋଗ ଟିମ୍। ଶ୍ରୀଲଙ୍କାର ନୂତନ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଅନୁରା କୁମାରା ଦିସାନାୟକେ। ଏବଂ ବାଂଲାଦେଶରେ ଡେଙ୍ଗୁ ସ୍ଥିତି ଉଦ୍ବେଗଜନକ, 24 ଘଣ୍ଟାରେ 6 ମୃତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନ୍ୟୁୟର୍କଠାରେ ଆମେରିକାର ଶୀର୍ଷ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀମାନଙ୍କ ସହ ଏକ ରାଉଣ୍ଡ ଟେବୁଲ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସମୟର ଆବଶ୍ୟକତା ଅନୁଯାୟୀ ଉଦ୍ୟୋଗ ଏବଂ ଲୋକତନ୍ତ୍ର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ ହୋଇପଡ଼ିଛି। ମାନବ କଲ୍ୟାଣ ନିମନ୍ତେ ଲୋକତାନ୍ତ୍ରିକ ମୂଲ୍ୟବୋଧ ଏବଂ ଉଦ୍ୟୋଗ କ୍ଷେତ୍ରର ସମାନ୍ତରାଳ ଗତି ଅତ୍ୟନ୍ତ ଆବଶ୍ୟକ। ଶ୍ରୀ ମୋଦି କହିଛନ୍ତି, ବୈଷୟିକ ଜ୍ଞାନକୌଶଳ ନଥିଲେ ଲୋକତନ୍ତ୍ର ସଙ୍କଟର ବାତାବରଣ ଦେଇ ଗତି କରିଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ପ୍ରତିଭା, ଲୋକତନ୍ତ୍ର ଏବଂ ବଜାରର ଏକ ସମ୍ମିଳିତ ସ୍ଥଳ। ଏହି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଭାରତ ଉପରେ ବିଭିନ୍ନ କମ୍ପାନୀର ସିଇଓମାନେ ଆସ୍ଥା ପ୍ରଦର୍ଶନ କରିଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବମାନଙ୍କ ଦ୍ୱାରା ଆୟୋଜିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। ଆମେରିକାର ବୋଷ୍ଟନ ଏବଂ ଲସ୍ ଆଞ୍ଜେଲ୍ସରେ 2ଟି ନୂଆ ଭାରତୀୟ ବାଣିଜ୍ୟିକ ଦୂତାବାସ ଖୋଲାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏହାଛଡ଼ା ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ତାମିଲ ଅଧ୍ୟୟନ ନିମନ୍ତେ ତିରୁବଲ୍ଲୁୱାର ପୀଠ ଖୋଲିବା ନିମନ୍ତେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଷୟ ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନ୍ୟୁୟର୍କ, ଆଟଲାଣ୍ଟା, ଶିକାଗୋ, ହ୍ୟୁଷ୍ଟନ, ସାନ୍ ଫ୍ରାନ୍ସିସ୍କୋ ଏବଂ ସିଏଟଲରେ ଭାରତର 6ଟି ବାଣିଜ୍ୟିକ ଦୂତାବାସ ରହିଛି। ବ୍ୟକ୍ତିଗତ ଭାବରେ ଶିଶୁମାନଙ୍କ ସହ ଜଡ଼ିତ ଅଶ୍ଳୀଳ ଭିଡିଓ ଦେଖିବା ପକ୍ସୋ ଆଇନର ଉଲ୍ଲଂଘନ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଦେଶର ସମସ୍ତ ଅଦାଲତକୁ କୌଣସି ନ୍ୟାୟିକ ଆଦେଶ କିମ୍ବା ରାୟରେ ଶିଶୁ ପର୍ଣ୍ଣୋଗ୍ରାଫି ଶବ୍ଦ ବ୍ୟବହାର ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଡ୍ରାସ ହାଇକୋର୍ଟର ଏକ ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିବା ସହ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାଡ୍ରାସ ହାଇକୋର୍ଟ ଏକ ନିଷ୍ପତ୍ତିରେ କହିଥିଲେ ଯେ ବୟସ୍କମାନେ ଶିଶୁମାନଙ୍କ ସହ ଜଡ଼ିତ ଅଶ୍ଳୀଳ ଭିଡିଓ ଦେଖିବା ପ୍ରସଙ୍ଗ ପକ୍ସୋ ଆଇନ ଅନ୍ତର୍ଭୁକ୍ତ ହେବ ନାହିଁ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେ.ବି. ପାର୍ଦିୱାଲା ଦେଶରେ ଥିବା ନ୍ୟାୟାଳୟଗୁଡ଼ିକୁ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଶବ୍ଦ ବଦଳରେ ଶିଶୁ ଯୌନ ଶୋଷଣ ଏବଂ ଅପବ୍ୟବହାର ସାମଗ୍ରୀ ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି, ସଂସଦ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ ବିଚାର କରିବା ଆବଶ୍ୟକ ଏବଂ ପକ୍ସୋ ଆଇନରେ ସଂଶୋଧନ ଲାଗି କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିପାରିବେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନ ବିଚାରପତି ମାଡ୍ରାସ ହାଇକୋର୍ଟର ଏକ ନିଷ୍ପତ୍ତିକୁ ବିରୋଧ କରି ରୁଜୁ ହୋଇଥିବା ଆବେଦନର ବିଚାର କରି ଜବାବ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଚେନ୍ନାଇର ଜଣେ 28 ବର୍ଷୀୟ ଯୁବକ ଶିଶୁମାନଙ୍କ ଜଡ଼ିତ ଅଶ୍ଳୀଳ ଭିଡିଓ ଦେଖିବା ମାମଲା ରୁଜୁ ହୋଇଥିଲା। ମହିଳାମାନଙ୍କୁ 45% ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଥିବା ସରକାର ସୂଚନା ଦେଇଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା 7,79,00,000 ମହିଳା ରୋଗୀଙ୍କ ମଧ୍ୟରୁ 3,61,00,000 ମହିଳା ଆୟୁଷ୍ମାନ କାର୍ଡ ବ୍ୟବହାର କରିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆୟୁଷ୍ମାନ କାର୍ଡ କ୍ଷେତ୍ରରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଉତ୍ତମ ପ୍ରଦର୍ଶନ କରୁଛନ୍ତି। ଏହି କାର୍ଡ ବ୍ୟବହାର କ୍ଷେତ୍ରରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ କେରଳ ଶୀର୍ଷରେ ରହିଥିବା ଜଣାପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କ ଏକ ଦଳ ରାଞ୍ଚିରେ ପହଞ୍ଚିଛନ୍ତି। ଏହି 2 ଦିନିଆ ଝାଡ଼ଖଣ୍ଡ ଗସ୍ତ ସମୟରେ ନିର୍ବାଚନ ଆୟୋଗ ଦଳ ସେଠାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ଦଳରେ ନିର୍ବାଚନ ଆୟୋଗର ଅନ୍ୟ 2 ସଦସ୍ୟ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ସାମିଲ ଅଛନ୍ତି। ଗସ୍ତ କାଳରେ ନିର୍ବାଚନ ଆୟୋଗ ରାଞ୍ଚିଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ବିଜେପି, କଂଗ୍ରେସ ଓ ସିପିଆଇଏମ୍ ସମେତ 6ଟି ଜାତୀୟ ସ୍ତରୀୟ ଦଳ ଏବଂ ଜେଏମ୍ଏମ୍, ଆର୍ଜେଡି ଓ ଏଜେଏସ୍ୟୁ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ନିର୍ବାଚନ ପ୍ରତିନିଧି ଦଳକୁ ସେମାନଙ୍କର ମତାମତ ଜଣାଇବେ।
ବୈଠକ ପରେ ନିର୍ବାଚନ ଆୟୋଗଙ୍କ ଦଳ ଏନ୍ଫୋର୍ସମେଣ୍ଟ ଏଜେନ୍ସିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ନିର୍ବାଚନ ଆୟୋଗଙ୍କ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ଅଧିକାରୀ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସଂଯୋଜକଙ୍କ ସହ ସ୍ଥିତି ସମୀକ୍ଷା କରିବେ। ଏହାଛଡ଼ା ନିର୍ବାଚନ ଆୟୋଗଙ୍କ ଦଳ 24ଟି ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପୋଲିସ ଅଧୀକ୍ଷକମାନଙ୍କ ସହ ଆଲୋଚନା କରିବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଶେଷ ଆଡ଼କୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀଲଙ୍କାର ନୂତନ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନ୍ୟାସନାଲ୍ ପିପୁଲ୍ସ ପାୱାର ପାର୍ଟିର ନେତା ଅନୁରା କୁମାରା ଦିସାନାୟକେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଦିସାନାୟକେ ବିରୋଧୀ ଦଳ ନେତା ସାଜିଥ୍ ପ୍ରେମଦାସାଙ୍କୁ କମ୍ ସଂଖ୍ୟକ ଭୋଟ୍ରେ ପରାସ୍ତ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ମତଗଣନା ପରେ ଶ୍ରୀ ଦିସାନାୟକେଙ୍କ ବିଜୟ ସୁନିଶ୍ଚିତ ହୋଇଛି। ଶ୍ରୀଲଙ୍କାର ନବମ ରାଷ୍ଟ୍ରପତି ପଦ ନିମନ୍ତେ ଏହି ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଗଣତି ଶେଷ ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ନିର୍ଦ୍ଧାରିତ 50% ଭୋଟ୍ ପାଇନଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ମତଗଣନା କରାଯାଇଥିଲା। ସୂଚନାଯୋଗ୍ୟ, ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ସାଗର ଭିଜନ ଅଭିଯାନରେ ଶ୍ରୀଲଙ୍କାର ସ୍ଥାନ ସ୍ୱତନ୍ତ୍ର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ରାଷ୍ଟ୍ରପତି ଅନୁରା ଦିସାନାୟକେଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଉଭୟ ଭାରତ ଓ ଶ୍ରୀଲଙ୍କା ବହୁକ୍ଷେତ୍ରୀୟ ସହଯୋଗ ରକ୍ଷା କରି ଆଗାମୀ ଦିନରେ କାର୍ଯ୍ୟ କରିବେ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ପର୍ଯ୍ୟାୟରେ 5ଟି ଜିଲ୍ଲାର 26ଟି ବିଧାନସଭା ଆସନ ଲାଗି ଆସନ୍ତା 25 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଜାମ୍ମୁ ଅଞ୍ଚଳର ରିଆସି, ରାଜୌରୀ ଏବଂ ପୁଞ୍ଚ, କାଶ୍ମୀର ଘାଟିର ଶ୍ରୀନଗର ଏବଂ ବଡ଼ଗାମ ଜିଲ୍ଲା, ଜାମ୍ମୁ ସମ୍ଭାଗର ରାଜୌରୀ, ପୁଞ୍ଚ ଏବଂ ରିଆସି ଜିଲ୍ଲାର 11ଟି ବିଧାନସଭା ଆସନ ଲାଗି ବୁଧବାର ମତଦାନ ଅନୁଷ୍ଠିତ ହେବ। 3ଟି ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ନିର୍ବାଚନ କରାଯାଉଛି। ଅକ୍ଟୋବର 8 ତାରିଖରେ ଭୋଟ ଗଣନା କରାଯିବ। ଇତିମଧ୍ୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ତୃତୀୟ ପର୍ଯ୍ୟାୟ ମତଦାନ ଅକ୍ଟୋବର 1ରେ ହେବ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ପୁଞ୍ଚ ଏବଂ ଶ୍ରୀନଗରରେ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିବେ। ଶ୍ରୀ ଗାନ୍ଧୀ କଂଗ୍ରେସ ନ୍ୟାସନାଲ୍ କନ୍ଫରେନ୍ସ ମେଣ୍ଟର ପ୍ରାର୍ଥୀ ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଚିବ ସହନୱାଜ ଚୌଧୁରୀଙ୍କ ସମର୍ଥନରେ ସୀମାବର୍ତ୍ତୀ ଜିଲ୍ଲା ପୁଞ୍ଚର ସୁରନକୋଟରେ ପ୍ରଥମ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ତଥା ମେଣ୍ଟର ପ୍ରାର୍ଥୀ ତାରିକ ହମିଦ କରାଙ୍କ ସମର୍ଥନରେ ଜନସଭାରେ ଶ୍ରୀ ଗାନ୍ଧୀ ଯୋଗଦେବେ। ନ୍ୟାସନାଲ୍ କନ୍ଫରେନ୍ସର ଅଧ୍ୟକ୍ଷ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ ଅବଦୁଲ୍ଲା ଜେନାକୋଟଠାରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ବାଂଲାଦେଶରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 6 ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 926 ଜଣ ନୂଆ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାକାର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଶାବାହିତ ରୋଗରେ ଏପର୍ଯ୍ୟନ୍ତ 131 ଜଣଙ୍କର ମୃତ୍ୟୁ ଘଟିଛି। 2800ରୁ ଅଧିକ ଡେଙ୍ଗୁ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ବାଂଲାଦେଶରେ 24,034 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ସେଠାରେ ଡେଙ୍ଗୁ ରୋଗରେ 1,705 ଜଣ ପ୍ରାଣ ହରାଇଥିଲେ। ବିଶେଷକରି ଢାକା ଏବଂ ଏହାର ନିକଟବର୍ତ୍ତୀ ସହରାଞ୍ଚଳରେ ବର୍ଷା ପରିମାଣ ଅଧିକ ଥିବାରୁ ଏବଂ ଗ୍ରୀଷ୍ମ ପ୍ରବାହ ମଧ୍ୟ ଅଧିକ ଥିବାରୁ ସେହିସବୁ ଅଞ୍ଚଳରେ ମଶାବାହିତ ରୋଗର ପ୍ରଭାବ ପଡ଼ୁଥିବା ଜଣାପଡ଼ିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ଟାରେ ରାଷ୍ଟ୍ରୀୟ ପୋଷଣ ମାସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ପୋଷଣ ସମ୍ବନ୍ଧରେ ସଚେତନତା ଏବଂ ସୁସ୍ଥ ଭାରତ ନିର୍ମାଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ହେବାକୁ ଥିବା ଆଲୋଚନାରେ ସଫଦରଜଙ୍ଗ ହସ୍ପିଟାଲର ଡାକ୍ତର ରୂପାଲି ମଲ୍ଲିକ ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ଗର୍ଭବତୀ ମହିଳା, ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା, ଯୁବତୀ ଏବଂ ଶିଶୁମାନଙ୍କ ପୋଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ବିଶେଷଜ୍ଞଙ୍କୁ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2342-1050 ଓ 011-2331-4444 ନମ୍ବରକୁ ଡାଏଲ୍ କରିବାକୁ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ସମୟର ଆବଶ୍ୟକତା ଅନୁଯାୟୀ ଉଦ୍ୟୋଗ ଏବଂ ଲୋକତନ୍ତ୍ର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁପ୍ରିମକୋର୍ଟ କହିଛନ୍ତି, ବ୍ୟକ୍ତିଗତ ଭାବରେ ଶିଶୁମାନଙ୍କ ସହ ଜଡ଼ିତ ଅଶ୍ଳୀଳ ଭିଡ଼ିଓ ଦେଖିବା ପକ୍ସୋ ଆଇନର ଉଲ୍ଲଂଘନ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନିମନ୍ତେ ରାଞ୍ଚିରେ ପହଞ୍ଚିଲେ ନିର୍ବାଚନ ଆୟୋଗ ଟିମ୍। ଶ୍ରୀଲଙ୍କାର ନୂତନ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଶପଥ ନେଲେ ଅନୁରା କୁମାରା ଦିସାନାୟକେ ଏବଂ ବାଂଲାଦେଶରେ ଡେଙ୍ଗୁ ସ୍ଥିତି ଉଦ୍ବେଗଜନକ। 24 ଘଣ୍ଟାରେ 6 ମୃତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।